ପ୍ରଶ୍ନଟି ହେଉଛି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ କେବେ ଜନ୍ମଗ୍ରହଣ କରିଥିଲେ? ତାର ଉତ୍ତରଟି ହେଉଛି 1946 ମସିହାରେ। ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ମାସକୁ କେତେ ଦରମା ପାଆନ୍ତି? ଉତ୍ତରଟି ହେଉଛି 1,60,000। ପ୍ରଶ୍ନ ହେଉଛି ବିଜେଡ଼ିର ପ୍ରତିଷ୍ଠା କେବେ ହୋଇଥିଲା? ତାର ଉତ୍ତରଟି ହେଉଛି 1997 ମସିହା। ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ କେଉଁ ଦଳର ନେତା? ତାର ଉତ୍ତରଟି ହେଉଛି ବିଜେଡ଼ି ଦଳର ନେତା। ପ୍ରଶ୍ନ ଅଛି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ କେତେ ପଢ଼ିଛନ୍ତି? ଏହାର ଉତ୍ତରଟି ହେଉଛି BA ପଢ଼ିଛନ୍ତି। ପ୍ରଶ୍ନ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ କେଉଁ ମସିହାରେ ପ୍ରଥମେ ମୁଖ୍ୟମନ୍ତ୍ରୀ ହୋଇଥିଲେ? ଉତ୍ତରଟି ହେଉଛି 2000 ମସିହାରେ। ପ୍ରଶ୍ନ ନବୀନ ପଟ୍ଟନାୟକ କେଉଁ ମସିହାରେ ପ୍ରଥମେ ରାଜନୀତିକୁ ପାଦ ଦେଇଥିଲେ? ଉତ୍ତରଟି ହେଉଛି 1997 ମସିହା। ପ୍ରଶ୍ନଟି ହେଉଛି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଭାଇଙ୍କ ନାମ କ'ଣ? ଉତ୍ତରଟି ହେଉଛି ପ୍ରେମ ପଟ୍ଟନାୟକ। ପରବର୍ତ୍ତୀ ପ୍ରଶ୍ନ ନବୀନ ପଟ୍ଟନାୟକଙ୍କ ଭଉଣୀଙ୍କ ନାମ କ'ଣ? ତାର ଉତ୍ତରଟି ହେଉଛି ଗୀତା ମେହେତା। ପ୍ରଶ୍ନ ଅଛି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ମାତାଙ୍କ ନାମ କ'ଣ? ତାର ଉତ୍ତରଟି ହେଉଛି ଜ୍ଞାନ ପଟ୍ଟନାୟକ। ପ୍ରଶ୍ନ ଅଛି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ପିତାଙ୍କ ନାମ କ'ଣ? ଉତ୍ତରଟି ହେଉଛି ବିଜୁ ପଟ୍ଟନାୟକ। ପ୍ରଶ୍ନଟି ହେଉଛି ନବୀନ ପଟ୍ଟନାୟକ କେଉଁଠି ଜନ୍ମଗ୍ରହଣ କରିଥିଲେ? ଉତ୍ତରଟି ହେଉଛି କଟକଠାରେ। ପ୍ରଶ୍ନ ଅଛି ବର୍ତ୍ତମାନ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ନାମ କ'ଣ? ଉତ୍ତରଟି ହେଉଛି ନବୀନ ପଟ୍ଟନାୟକ।